ପ୍ରେମ ପ୍ରଣୟ ଆଉ ଆକର୍ଷଣ। ଭଲ ପାଇବାରେ ଦୁଃଖ ନଥାଏ, ଦୁଃଖ କେଉଁଠି ଥାଏ? ଆକର୍ଷଣରେ। ନାରୀ ସ୍ତନଭର ନାଭିଦେଶଂ ଦୃଷ୍ଟ୍ୱା ମାଗା ମୋହାବେଶଂ। ଏଇ ମାଂସ ଚର୍ବିର ବିକାର ଭିତରେ ଆମେ ରହିଯାଉଛୁ। ତ 21 ମସିହାରେ ମହାତ୍ମା ଗାନ୍ଧୀ ଯେତେବେଳେ ଓଡ଼ିଶା ଆସିଥିଲେ, ସେତେବେଳେ ବାପାଙ୍କୁ 15 ବର୍ଷ 14 ବର୍ଷ ବୟସ। ସକାଳୁ ସଞ୍ଜ ଲୋକଙ୍କୁ କେବଳ ମିଛ କହି କହି କେତେ ଦିନ ଚାଲିବା। 4-5ଟି ନାଟକ ଲେଖିଛି ଏବଂ ସେଇ 4-5ଟିରେ ବି ନିର୍ଦ୍ଦେଶନା ଦେଇଛି। ଯେଉଁ ପର୍ଯ୍ୟନ୍ତ ବାପା ବଞ୍ଚିଛନ୍ତି ଲାଇଫ୍ କିଛି ପ୍ରୋବ୍ଲେମ୍ ଜଣାପଡ଼େନି। ହଁ, କିନ୍ତୁ ଯେତେବେଳେ ଆପଣ 18 ବର୍ଷ ବୟସରେ ବାପା ଚାଲିଗଲେ, ତାପରେ 91 ମସିହାରୁ ରାଉରକେଲା ଇସ୍ପାତ କାରଖାନାରେ ଚାକିରି କଲି ଏବଂ 2022ରେ ରିଟାୟାର୍ଡ଼ ହେଇଗଲି। ଚିଫ୍ ଜେନେରାଲ ମ୍ୟାନେଜର ହେଇକି ରିଟାୟାର୍ଡ଼ ହେଇଥିଲି। ଯେମିତି ଗୋଟେ ଭକ୍ତକୁ ଭଗବାନ ଦିଗ୍ଦର୍ଶନ ଦେଖାଇଥାନ୍ତି, ଗୋଟେ ଠିକ୍ ରାସ୍ତାରେ ନେଇଥାନ୍ତି, ଠିକ୍ ସେହିପରି ଆମର ଆଜିର ଯୁବ ସମାଜକୁ ଯଦି ଠିକ୍ ରାସ୍ତା କିଏ ଦେଖାଇଥାଏ, ସେ ହେଉଛନ୍ତି ଆମ ପୂର୍ବ ଜେନେରେସନ୍। କିନ୍ତୁ ପ୍ରୋବ୍ଲେମ୍ ହେଉଛି କ'ଣ, ଆମେ ତାଙ୍କ ସହିତ କେବେ କଥା ହେଉନେ, ତାଙ୍କ ସହିତ ସମୟ ବିତାଉନେ, ଆମେ ଆମର ଫୋନ୍ରେ ହିଁ ଟୋଟାଲ୍ ବିଜି ରହିଯାଉଛେ। ତେଣୁକରି ଆଜି ଆମେ ଆଉ ଜଣେ କମନ୍ ମ୍ୟାନ୍ଙ୍କ ସହିତ କଥା ହେବା, ଯିଏକି ଆମର ପୂର୍ବ ଜେନେରେସନ୍ ଆଣ୍ଡ ଆମକୁ ଗୋଟେ ଠିକ୍ ରାସ୍ତା ଦେଖାଇ ପାରିବେ, ଆମର ଯୁବ ସମାଜକୁ ଗୋଟେ ପ୍ରପର୍ ୱେ ଡିରେକ୍ସନ୍ ଦେଖାଇ ପାରିବେ, ସୋ ଦ୍ୟାଟ୍ ଆମେ ତାକୁ ଫଲୋ କଲେ, ସୋ ଦ୍ୟାଟ୍ ଆମେ ଗୋଟେ ବେଟର୍ ଲାଇଫ୍କୁ ଆଚିଭ୍ କରିପାରିବା। ତେବେ ଚାଲନ୍ତୁ, ଆମ ସହିତ ଜଣେ ସାର୍ ଅଛନ୍ତି, ତାଙ୍କ ସହିତ କଥା ହେବା ଆଣ୍ଡ କ'ଣ ତାଙ୍କ ଲାଇଫ୍ର ଏକ୍ସପିରିଏନ୍ସ କ'ଣ ଥିଲା, କ'ଣ ଷ୍ଟ୍ରଗଲ୍ ଥିଲା। ଆଣ୍ଡ ମୁଁ ତାଙ୍କ ସହିତ ଟିକେ ସମୟ କଥା ହେଲା ବେଳକୁ ସାର୍ କହିଲେ ଯେ ତାଙ୍କ ଫାଦର ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ଯୋଗ ଦେଇଥିଲେ। ତ ଚାଲନ୍ତୁ ତାଙ୍କ ବିଷୟରେ ଜାଣିବା। ଆଣ୍ଡ ସାର୍ ମଧ୍ୟ ନିର୍ଦ୍ଦେଶନା ମଧ୍ୟ କରନ୍ତି, ତେଣୁ ବହୁ ଜିନିଷ ଆମେ କଥା ହେଇସାରିଲୁଣି। ଚାଲନ୍ତୁ ବର୍ତ୍ତମାନ ଧୀରେ କରି ସବୁ ଜିନିଷ ଜାଣିବା। ସାର୍ ନମସ୍କାର। ଆପଣ? ଆଜ୍ଞା ନମସ୍କାର। ମୋ ନାଁ ଅସୀମ ବେହେରା। ମୁଁ ଗୋଟେ ଗାଁରୁ ଆସିଛି, ଗଞ୍ଜାମର ଗୋଟେ ମଫସଲ ଗାଁ ରତ୍ନପୁର, ସେଇଠି ମୋର ଜନ୍ମ। ମୋ ବାପା ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ଆମ ଘରେ ବୈଠକଖାନାରେ ଗୋଟେ ଋଗ୍ବେଦରେ ଲେଖା ହେଇଥିଲା ମନୁର୍ଭବ, ମଣିଷ ହୁଅ। ପିଲାଦିନୁ ମୁଁ ସେଇଟାକୁ ଦେଖେ ଏବଂ ଯେତେବେଳେ ହେତୁ ହେଲା ସେତେବେଳେ ବାପାଙ୍କୁ ପଚାରିଲି ଯେ ସମସ୍ତେ ଆମ ଗାଁର ମଣିଷ, ଆଉ ମଣିଷ ହଉ ବୋଲି କ'ଣ ଲେଖିଛ ଗୋଟେ? ନା ହାତ ଗୋଡ଼ କାନ ଆଖି ମୁଣ୍ଡ ବାଳ ରହିଲେ ମଣିଷ ମଣିଷ ହୁଏନି, ମଣିଷ ପରି ମଣିଷ ହେବାକୁ ପଡ଼ିବ। ସେଇ ମନ୍ତ୍ର ନେଇକରି ମୁଁ ଆଜି ଯାଏଁ ଚେଷ୍ଟାରେ ଅଛି ମଣିଷଟି ହେବା ପାଇଁ। କେତେ ଦୂର ହେଇପାରିଛି ନ ହେଇପାରିଛି ସମୟ ସେଇଟା କହିବି। ଏଇ ମୋର ଛୋଟ ପରିଚୟ। ତ ଆକ୍ଚୁଆଲି ଆପଣ ଆମେ ଯେତେବେଳେ କଥା ହେଉଥିଲେ ଯେ ଆପଣଙ୍କ ଫାଦର ସ୍ୱାଧୀନତା ସଂଗ୍ରାମରେ ଜଏନ୍ କରିଥିଲେ ଆଣ୍ଡ ବହୁତ କମ୍ ଆପଣଙ୍କ ଇଏଜ୍ ଥିଲା ଫାଦର ଏକ୍ସପାୟାର୍ଡ। 1921 ମସିହାରେ ମହାତ୍ମା ଗାନ୍ଧୀ ଯେତେବେଳେ ଓଡ଼ିଶା ଆସିଥିଲେ, ସେତେବେଳେ ବାପାଙ୍କୁ 15 ବର୍ଷ 14 ବର୍ଷ ବୟସ। ସେ ବୟସରୁ ସିଏ ସ୍ୱାଧୀନତା ସଂଗ୍ରାମରେ ହ୍ରାସ ଦେଇଥିଲେ ଏବଂ ଉତ୍କଳମଣି ଗୋପବନ୍ଧୁଙ୍କର ଯେଉଁ ବନ ବିଦ୍ୟାଳୟ ଥିଲା ସେଇଠି ସିଏ ତାଙ୍କର ଡାଇରେକ୍ଟ ଷ୍ଟୁଡେଣ୍ଟ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସହିତ ବି ବହୁତ ସଂସ୍ପର୍ଶରେ ଆସିଛନ୍ତି। କଟକରେ ସେତେବେଳେ ଗୋଟେ ସେ କ'ଣ ଆନ୍ଦୋଳନ ହେଇଥିଲା, ଛାତ୍ର ଆନ୍ଦୋଳନ, 4 କିଲୋମିଟର ଧରିକିରି ଗୋଟେ ଆନ୍ଦୋଳନ ସେ କରିଥିଲେ ଛାତ୍ରମାନଙ୍କୁ ନେଇକରି, ଯେଉଁଥିରେ କି ଉତ୍କଳ ଗୌରବ ବହୁତ ଖୁସି ହେଇଥିଲେ। ଆଉ ଗଞ୍ଜାମର ସେବାରେ ସିଏ ଜୀବନ ତାଙ୍କ ପ୍ରତି ଥିଲା। କିନ୍ତୁ ମୋର ଦୁର୍ଭାଗ୍ୟ ଯେ ସେ ଯେଉଁଦିନ ଚାଲିଗଲେ ସେଇଦିନ ହିଁ ମୁଁ ଜାଣିଲି ଯେ ଇଏ ହେଉଛନ୍ତି ଦୀନବନ୍ଧୁ ବେହେରା। ବେହେରା ବାବୁ ବୋଲିକରି ତାଙ୍କୁ ଗଞ୍ଜାମରେ ଗାଁ ଗାଁରେ ଲୋକ ପୁରପଲ୍ଲୀରେ ଜାଣନ୍ତି। କାରଣ ବ୍ରହ୍ମପୁର ମେଡ଼ିକାଲରେ ସକାଳ 9ଟାରେ ତାଙ୍କର ଦେହାନ୍ତ ହେଇଗଲା। ଆମେ ଗୋଟେ ଗାଡ଼ି ଠିକ୍ କରିକିରି ନେଇକରି ଆସିଲୁ। ବର୍ଷା ଟିକେ ଟିକେ ହେଉଥାଏ। ବ୍ରହ୍ମପୁରରୁ ଆମ ଗାଁଟା 70 କିଲୋମିଟର। 70 କିଲୋମିଟର ଆସିବା ପାଇଁ ଆମକୁ 10 ଘଣ୍ଟା ସମୟ ଲାଗିଲା। କାରଣ ସେ ରାସ୍ତା ଯେଉଁ ମେନ୍ ରୋଡ଼, ପିଛୁ ରୋଡ଼କୁ ଯେତେ ସବୁ ଗାଁ ରାସ୍ତା ଲାଗିଛି, ସବୁ ଲୋକ ଆସିକରି ରାସ୍ତା କଡ଼ରେ ଠିଆ ହେଇଥାନ୍ତି ଫୁଲମାଳ ଗିନି ମର୍ଦ୍ଦଳ ଧରିକିରି, ଯେ ବେହେରା ବାବୁଙ୍କୁ ଶେଷ ଥର ପାଇଁ ଆମ ଗାଁ ମାଟି ଟିକେ ନେଇଯାଆନ୍ତୁ। ସେଇଦିନ ମୁଁ ଜାଣିଲି ଯେ ଇଏ ହେଉଛନ୍ତି ବେହେରା ବାବୁ ଆଉ ଇଏ ମୋର ବାପା।
ସେତେବେଳକୁ ସେ ଚାଲି ଯାଇଥିଲେ ମୋର ଦୁର୍ଭାଗ୍ୟ। ତ 18 ବର୍ଷ ପରେ ତାପରେ ଲାଇଫ୍ କାହିଁକିନା ଫାଦର ଯେଉଁ ପର୍ଯ୍ୟନ୍ତ କାହିଁକିନା ସମସ୍ତେ ଜାଣନ୍ତି ଯେଉଁ ପର୍ଯ୍ୟନ୍ତ ଫାଦରଙ୍କର ହାତ ଅଛି ଯେଉଁ ପର୍ଯ୍ୟନ୍ତ ବାପା ବଞ୍ଚିଛନ୍ତି ଲାଇଫ୍ କିଛି ପ୍ରୋବ୍ଲେମ୍ ଜଣାପଡ଼େନି। ହଁ, କିନ୍ତୁ ଯେତେବେଳେ ଆପଣ 18 ବର୍ଷ ବୟସରେ ବାପା ଚାଲିଗଲେ ତାପର ଫେଜ୍ଟା କେମିତି ଥିଲା ଲାଇଫ୍ର? ଆକ୍ଚୁଆଲି ବାପାଙ୍କର ଆଶୀର୍ବାଦ ତ ଥିଲା ବହୁତ, ଆଉ ମୋର ବଡ଼ ଭାଇମାନେ ବି ଥିଲେ। ସେମାନଙ୍କର ଆଶୀର୍ବାଦରେ ଜୀବନ ଆଗେଇ ଚାଲିଲା। ମୁଁ ସେତେବେଳକୁ +2 ରେଜଲ୍ଟ ବାହାରି ନଥାଏ ବାପା ଚାଲିଗଲେ। +2 ରେଜଲ୍ଟ ବାହାରିଲା ଏବଂ ବୁର୍ଲା ଇଞ୍ଜିନିୟରିଂ କଲେଜରେ ମୋତେ ସିଟ୍ ବି ମିଳିଥିଲା। ସେଠି ପଢ଼ିଲି, ଗଭର୍ଣ୍ଣମେଣ୍ଟରେ ବି ଜଏନ୍ କଲି। ଗଭର୍ଣ୍ଣମେଣ୍ଟ ଚାକିରି ସମ୍ଭବ ଭଲ ଲାଗିଲା, କାରଣ ସେଠିକାର ଯେଉଁ ଢାଞ୍ଚା, ସରକାରୀ କର୍ମଚାରୀଟିଏ ଜନସାଧାରଣଙ୍କର ସେବକ, ଏ ମନୋବୃତ୍ତି ପ୍ରାୟ ଦେଖିବାକୁ ମିଳେନି। ସେମାନେ ଚାକିରିଟି ମିଳିଗଲା ପରେ ସେ ସେବକ ତ ନାହିଁ, ଶାସକ ଭଳିଆ ନିଜକୁ ବ୍ୟବହାର କରନ୍ତି। ନିହାତି ତେଣୁ ତାକୁ ଛାଡ଼ିବା ପାଇଁ ବହୁତ ଚେଷ୍ଟା ମନରେ ହେଉଥାଏ। ମୁଁ ବେଳେବେଳେ ଭାବେ ଯେ ଆସିକିରି ଗାଁରେ ଯାହା ଜମିବାଡ଼ି ଅଛି ଚାଷବାସ କରିବା, କିନ୍ତୁ ସୌଭାଗ୍ୟବଶତଃ ରାଉରକେଲା ଇସ୍ପାତ କାରଖାନାରେ ସେତେବେଳେ ଗୋଟେ ହାୟର ଗ୍ରେଡ଼ରେ ପୋଷ୍ଟ କିଛି ବାହାରିଥିଲା, ଇଣ୍ଟରଭ୍ୟୁ ଦେଲି, ସିଲେକ୍ସନ୍ ବି ହେଇଗଲା। ତାପରେ 1991 ମସିହାରୁ ରାଉରକେଲା ଇସ୍ପାତ କାରଖାନାରେ ଚାକିରି କଲି ଏବଂ 2022ରେ ରିଟାୟାର୍ଡ଼ ହେଇଗଲି। ଚିଫ୍ ଜେନେରାଲ୍ ମ୍ୟାନେଜର ହେଇକି ରିଟାୟାର୍ଡ଼ ହେଇଥିଲି। ତାପରଠୁ ମୁଁ ଏଠି K9 କଳିଙ୍ଗ ବିହାର ଭୁବନେଶ୍ୱରରେ ରହୁଛି, ପାତ୍ରପଡ଼ା। ଆଉ ସମାଜ ଆମକୁ ବହୁତ କିଛି ଦେଇଛି, ତେଣୁ ସମାଜ ପ୍ରତି ଆମର କର୍ତ୍ତବ୍ୟ ରହିଛି। ସେୟା ଭାବିକିରି କିଛି କିଛି ବ୍ୟକ୍ତିଗତ ସ୍ତରରେ ଯାହା ହେଇପାରିବ କରିବାକୁ ଚେଷ୍ଟା କରିଛି। ରାଉରକେଲା ଗୋଟେ ଉପାନ୍ତ ଅଞ୍ଚଳ, ଯେଉଁଠିକି ଆମର ଓଡ଼ିଆ ସଂସ୍କୃତି, କଳା ସଂସ୍କୃତିକୁ ଆଗେଇ ନେବା ପାଇଁ, ପ୍ରଚାର ପ୍ରସାର କରିବା ପାଇଁ ବହୁତ ସଂଘର୍ଷ କରିବାକୁ ପଡ଼େ। ସେଠି ଗୋଟେ ଭଞ୍ଜ କଳା କେନ୍ଦ୍ର ବୋଲିକିରି ଗୋଟେ ଅନୁଷ୍ଠାନ ଥିଲା, ଯେଉଁଠିକି ଓଡ଼ିଶୀ ସଙ୍ଗୀତ, ଓଡ଼ିଶୀ ନୃତ୍ୟ, ଲୋକନୃତ୍ୟ ଏବଂ ଆଦିବାସୀ ନୃତ୍ୟ ଶିକ୍ଷା ଦିଆଯାଏ। 1994 ମସିହାରେ ସେଇଠି ମୁଁ ଯୋଗ ଦେଲି ଏବଂ ରିଟାୟାରମେଣ୍ଟ ପର୍ଯ୍ୟନ୍ତ ସେଥିରେ ଥିଲି ସାଧାରଣ ସମ୍ପାଦକ। ଆଉ ସେଇଠି ଆମେ ଆମର ଓଡ଼ିଶାର ସଂସ୍କୃତି, କଳାକୁ ପ୍ରଚାର ପ୍ରସାର କରିବା ପାଇଁ ବହୁତ ଚେଷ୍ଟା କରିଛୁ ଏବଂ ଆମର କୋଣାର୍କ ଉତ୍ସବ ଢାଞ୍ଚାରେ ଗୋଟେ ବେଦବ୍ୟାସ ସଙ୍ଗୀତ ନୃତ୍ୟ ଉତ୍ସବ ନାଁରେ ଗୋଟେ 5 ଦିନିଆ ଉତ୍ସବ ନଭେମ୍ବର 1ରୁ 5 ପ୍ରତିବର୍ଷ 1998 ମସିହାରୁ ଆରମ୍ଭ ହୋଇକି ଏଯାଏଁ ଚାଲିଛି। ସେଠି ପ୍ରତି ସନ୍ଧ୍ୟାରେ ଗୋଟେ ଶାସ୍ତ୍ରୀୟ ନୃତ୍ୟ 1 ଘଣ୍ଟାରେ ଏବଂ 2ଟି ଲୋକନୃତ୍ୟ ପରିବେଷଣ ହୁଏ ଏବଂ ତୃତୀୟ ସନ୍ଧ୍ୟାଟି ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ ହୁଏ। ନାଟକ ହେଉଛି ସମାଜର ପ୍ରତିଫଳନ। ନାଟକରେ ଆମେ ସମାଜରେ ଯାହା ଦେଖୁ, ବହୁତ ଲୋକ ଆମେ ଦେଖି ଅଣଦେଖା ହେଇ ରହୁ, ତାକୁ ଟିକେ ଭଲ ଭାବରେ ଦେଖାଇ ଦେବା ପାଇଁ ନାଟକର ଆୟୋଜନ କରାଯାଏ। ପିଲାଟି ଦିନରୁ ମୋର ନାଟକ ପ୍ରତି ବହୁତ ଆଗ୍ରହ ଥିଲା ଏବଂ ସେଇ ଜିନିଷ ମୁଁ ପଚାରିବାକୁ ଚାହୁଁଥିଲି, ଆପଣ ନିର୍ଦ୍ଦେଶନା କେବେଠୁ ଷ୍ଟାର୍ଟ କଲେ? ପୁଣି ଆଣ୍ଡ ଗୋଟେ ଇଞ୍ଜିନିୟର ଷ୍ଟୁଡେଣ୍ଟ ହେଇକି ପୁଣି ଆକ୍ଟିଂରେ ଇନଭଲ୍ଭ ହେବା, ମାନେ ମୁଁ 7 କ୍ଲାସ୍ ପଢ଼ିଲା ଦିନଠୁ ନାଟକରେ ଯୋଗ ଦେଇଛି ଏବଂ କଲେଜରେ, ବୁର୍ଲା ଇଞ୍ଜିନିୟରିଂ କଲେଜରେ ଥିଲାବେଳେ ନାଟକରେ ଅଭିନୟ କରୁଥିଲି ଏବଂ ଶ୍ରେଷ୍ଠ ଅଭିନେତାର ପୁରସ୍କାର ମଧ୍ୟ 1982 ମସିହାରେ ପାଇଛି। ତାପରେ ବି ନାଟକ ଜାରି ରହିଥିଲା ଏବଂ ନାଟକ ଲେଖିବା ଆରମ୍ଭ କଲି 96-97 ବେଳକୁ ଏବଂ ତାପରେ ପରେ ବି ନିର୍ଦ୍ଦେଶନା ଦେଇଛି। ତେବେ ନାଟକ ଲେଖିବା, ବେଶୀ ନାଟକ ଏପର୍ଯ୍ୟନ୍ତ ଲେଖା ହେଇପାରି ନାହିଁ। ରାଉରକେଲା ଇସ୍ପାତ କାରଖାନାର ଚାକିରି ଭିତରେ ରହିକିରି 4-5ଟି ନାଟକ ଲେଖିଛି ଏବଂ ସେଇ 4-5ଟିରେ ବି ନିର୍ଦ୍ଦେଶନା ଦେଇଛି। ତେବେ ଭୁବନେଶ୍ୱରରୁ ଆସିଗଲା ପରେ ଏବେ 3 ବର୍ଷ ହେଲା 6ଟି ନାଟକ ହେଲାଣି, ରବୀନ୍ଦ୍ର ମଣ୍ଡପରେ ଆଉ ଭଞ୍ଜକଳା ମଣ୍ଡପରେ ଚାଲିବ। ଆଉ କେବେ ଇଚ୍ଛା ହେଇନି ନାଇଁ ମୁଁ ଗୋଟେ କଳାକାର ହେଇଥାନ୍ତି, ଟିଭି ପରଦାରେ ଆସିଥାନ୍ତି, ଲୋକ ଜାଣିଥାନ୍ତେ, ଆହୁରି ଚିହ୍ନା ପରିଚୟ ବହୁତ ବଢ଼ିଥାନ୍ତା? କେବେ ଇଚ୍ଛା ହେଇନଥିଲା? ଆକ୍ଚୁଆଲି ସେଭଳି ଇଚ୍ଛା କେବେ ବି ହେଇନି।
କାରଣ ଆପଣ କାରଣ ଡ୍ରାମା ଯେହେତୁ ଭଲ ହଁ କରନ୍ତି ନାଇଁ ଡ୍ରାମା କରୁ କିନ୍ତୁ ନାଟକଟା ଡାଇରେକ୍ଟ ଦର୍ଶକଙ୍କ ସହିତ ଲିଙ୍କ ଥାଏ। ଆଉ ଟିଭିର ପରଦା ସିନେମାର ପରଦା କେବେ ସେ ସିନେମା ସୁଟିଂ ହେବ କେବେ ଦେଖା ହେବ ସେସବୁ ମଣିଷ ଭୁଲି ଯାଇଥିବ। ତେଣୁ ସେସବୁ ପାଇଁ କେବେ ଭାବିନି ମୁଁ। ଆଉ କେବେ ସେମିତି ସୁଯୋଗ ଯଦି ଠିକ୍ ଠାକ୍ ମିଳେ ଦେଖିବା। ନିହାତି କିନ୍ତୁ ନାଟକ ପ୍ରକୃତ ମିଡ଼ିଆ ଯେଉଁଥିରେ କି ଲୋକଙ୍କ ସହିତ ଆପଣ ଭଲ ନାଟକ କଲେ କି ମନ୍ଦ କଲେ ଯାହା କଲେ ସାଙ୍ଗେ ସାଙ୍ଗେ ଜାଣିଲେ। ନିହାତି। ତ ମୁଁ ଆଉ ଗୋଟେ ଜିନିଷ ପଚାରିବା ପାଇଁ ଚାହିଁବି କି ଫାଦର ବାପା ଥିଲେ ସ୍ୱାଧୀନତା ସଂଗ୍ରାମରେ ଚିହ୍ନା ପରିଚୟ ଲୋକ ପରିଚୟ ଲୋକ ନେମ୍ ଫେମ୍ ତ ବହୁତ ଭଲ ଥିବ ସେଇ ଟାଇମ୍ରେ। ଯଦି ଆପଣ ଯଦି ସେଇ ଟାଇମ୍ରେ ପଲିଟିକ୍ସକୁ ଆସିଥାନ୍ତି କାରଣ ବର୍ତ୍ତମାନ ବର୍ତ୍ତମାନ ଏଇ ଟାଇମ୍ ସମାଜ ବର୍ତ୍ତମାନ ଦେଖିବା ତ ମୋଷ୍ଟଲି ଯେଉଁମାନେ ପଲିଟିକ୍ସ ଅଛନ୍ତି ତାଙ୍କ ନେକ୍ସଟ ଜେନେରେସନକୁ ସେ ପଲିଟିକ୍ସକୁ ହିଁ ନେଇଯାଉଛନ୍ତି। ତ ଆପଣଙ୍କ ଫାଦର ଯେତେବେଳେ ଥିଲେ ତ ଆପଣଙ୍କୁ ପଲିଟିକ୍ସ ଯିବାରେ ତ ବହୁତ ଇଜିଲି ହେଇଯାଇଥାନ୍ତା। ହେଇପାରିଥାନ୍ତା ବହୁତ ଇଜିଲି ହେଇପାରିଥାନ୍ତା। ଇଭେନ୍ ଯେତେବେଳେ ମୁଁ ଆମର ଗାଁ ଘରେ ବୈଠକଖାନାରେ ବାପାଙ୍କର ବିଜୁ ବାବୁଙ୍କୁ ଦେଖିଛି, ବିଶ୍ୱନାଥ ଦାସଙ୍କୁ ଦେଖିଛି, ଏଭଳି ବହୁତ ଲୋକଙ୍କୁ ମୁଁ ଦେଖିଛି ସେତେବେଳେ ଆମ ଘରେ। ମୋହନ ନାୟକ, ବୃନ୍ଦାବନ ନାୟକ। କିନ୍ତୁ ବାପା କେବେ ବି ଆମକୁ ତମେ ରାଜନୀତିରେ ଆସ ବୋଲି ପ୍ରୋତ୍ସାହନ ଦେଇନାହାନ୍ତି କି କେବେ ବି ଆମର ବି ଇଚ୍ଛା ହେଇନି। ଏଇଥିପାଇଁ କି ଯେ ବର୍ତ୍ତମାନର ଯେଉଁ ରାଜନୀତି ଆକ୍ଚୁଆଲି ରାଜନୀତିର ଅର୍ଥ କ'ଣ? ରାଜ ମାନେ ଶ୍ରେଷ୍ଠ ନୀତି। ଏବେ ଶ୍ରେଷ୍ଠ ନୀତି ହେଇକରି ଅଛି କି ନାହିଁ ତ ଆପଣମାନେ ଜାଣୁଥିବେ। ତେଣୁକରି ସେଥିରେ ଆଉ ଯିବା ପାଇଁ କୌଣସି ଇଚ୍ଛା ନଥିଲା। କାରଣ ସକାଳୁ ସଞ୍ଜ ଲୋକଙ୍କୁ କେବଳ ମିଛ କହି କହି କେତେ ଦିନ ଚାଲିବା। ସତରେ ରହିକି ପଲିଟିକ୍ସ କରାଯାଇ ପାରିବନି। ସତରେ ରହିକରି ରାଜନୀତି କରିବା ଆଜିକାଲିକା ସମୟରେ ଅସମ୍ଭବ କହିଲେ ଚଳେ। କାରଣ ବାପା ଯେତେବେଳେ ମୋର ବିଧାନସଭାର ସଦସ୍ୟ ଥିଲେ 300 ଟଙ୍କା ଦରମା ଥିଲା। 300 ଟଙ୍କା ଦରମାରୁ ସେ ଦରମାଟା ତାଙ୍କୁ ମିଳୁଥିଲା ବୋଲି ସେ ଭାବୁନଥିଲେ। ଜଣେ ଲୋକ ପ୍ରତିନିଧିକୁ 300 ଟଙ୍କା ଓଡ଼ିଶା ସରକାର ଦେଇଛନ୍ତି ଦରମା ବାବଦରେ। ତେଣୁ ସେ 200 ଟଙ୍କା ଗୋଟେ ଆଲୁମିନିୟମ ବକ୍ସରେ ରଖିଦିଅନ୍ତି ଆଉ ଗୋଟେ ଖାତାଟେ ସେଥିରେ ରଖିଦେଇଥିବେ, କହିବେ ଏ ପଇସାରେ କିଏ ନିଶା ସେବନ କରିବେନି, ଆଉ ଯାହା ଖାଇବେ ଲେଖାଲେଖି କରିଦେଇଥିବେ। ସେ ଆମର 3ଟା ରୁମ୍ ଥାଏ, ବଡ଼ ବଡ଼ ରୁମ୍ MLA କଲୋନୀରେ। ଗୋଟେ ରୁମ୍ରେ ଦରି ପଡ଼ିକି ସବୁବେଳେ ଥାଏ, ତକିଆ 4-5ଟା ପଡ଼ିଥିବ, ଏ ବକ୍ସଟା ଥାଏ। 200 ଟଙ୍କା ସେଇଥିପାଇଁ ରହିଲା। ଆଉ 100 ଟଙ୍କା ନିଜ ପାଇଁ ରଖନ୍ତି, ଯେଉଁଥିରେ କି 90 ଟଙ୍କାରେ ଆମର ଖାଇବା ଖର୍ଚ୍ଚ ହେଇଯାଏ ମାସରେ। ଆଉ 10 ଟଙ୍କାର ସେ ପୋଷ୍ଟ କାର୍ଡ଼ କିଣନ୍ତି। ପ୍ରତି ଭୋର 4ଟାରୁ ଉଠିକିରି ତାଙ୍କୁ ଯିଏ ଚିଠି ଲେଖିଥିବ 2 ଥାଳି ସେ ରିପ୍ଲାଏ କରିବେ। ଆଜିକାଲିକା ସମୟରେ ଏଭଳି ଲୋକ ମିଳିବେ ନାଇଁ, ସେଇଟା ବି ସତ କଥା। ବର୍ତ୍ତମାନ ଆଉ ସେ ଗଞ୍ଜାମ ଜିଲ୍ଲା ବୋର୍ଡ଼ ଚେୟାରମ୍ୟାନ୍ ଥିଲାବେଳକୁ ମୋର ମନେ ଅଛି, ମୁଁ ବ୍ରହ୍ମପୁର ଆସିଥାଏ ମୋର ନାନୀକୁ ନେଇକିରି। ତାର ଦେହ ଭଲ ନଥିଲା, ମୋ ପାଦରେ ଚପଲ ନଥାଏ। ଆମେ ଥିଲୁ ବାପାଙ୍କର ଜଣେ ଅନୁଗତଙ୍କ ଘରେ। ସିଏ ଦେଖିଲେ, କହିଲେ ଅସୀମ ତମ ପାଦରେ ଚପଲ ନାହିଁ ନା ଚପଲ ତମର ନାହିଁ? କହିଲି ନା ମୋର ଚପଲ ନାହିଁ। କହିଲେ ଦେଖ ମୁଁ ବି ତମ ପାଇଁ ଚପଲ କିଣିପାରିବିନି, କାରଣ ସେଇଟା ବେହେରା ବାବୁଙ୍କୁ ଭଲ ଲାଗିବନି। ତେଣୁ ସେମିତି ଆମେ ଜୀବନ ବଞ୍ଚିଛୁ। ଆଉ ସେ ସମୟରେ ଯେଉଁମାନେ ଥିଲେ ସମସ୍ତେ ସେଇଭଳିଆ ଜୀବନ ବଞ୍ଚିଛନ୍ତି। ଆଉ ହଠାତ୍ ଆମର ରାଜନୀତିର ଯେଉଁ ଏଇ ଦିଗ ପରିବର୍ତ୍ତନ ବଡ଼ ଦୁଃଖଦାୟକ। ଲୋକଙ୍କ ସେବାରେ ଆଉ ନାହାନ୍ତି। ଏଇଟା ଗୋଟେ ବର୍ତ୍ତମାନ ଟଙ୍କା ରୋଜଗାର କରିବାର ଗୋଟେ ପନ୍ଥା ଅସାଧୁ ଉପାୟରେ। ତ ବର୍ତ୍ତମାନ ମୁଁ ଆପଣଙ୍କ ପାଖରୁ ଲାଷ୍ଟ ସେଗମେଣ୍ଟ ଲାଷ୍ଟ କ୍ୱେଶ୍ଚିନ୍କୁ ସିଫ୍ଟ କରିବା ପାଇଁ ଚାହୁଁଛି। ବର୍ତ୍ତମାନ ଆମର ୟୁଥ୍ ଜେନେରେସନଙ୍କର ମେନ୍ 3ଟା ଜିନିଷରେ ପ୍ରୋବ୍ଲେମ୍ ଆସିଯାଉଛି, କାହିଁକିନା ସେମାନେ ଆଇଡେଣ୍ଟିଫାଏ କରିପାରନ୍ତିନି ବା ଫରକଟା ବୁଝିପାରନ୍ତିନି, ପ୍ରେମ, ପ୍ରଣୟ ଆଉ ଆକର୍ଷଣ। କାରଣ ଏଇ ଭିତରେ ସେମାନେ କନଫ୍ୟୁଜ୍ ହେଇକି ରହିଯାଉଛନ୍ତି, ଯେଉଁଠି ଆକର୍ଷଣ କ'ଣ, ପ୍ରେମ କ'ଣ ଆଉ ପ୍ରଣୟ ଭିତରେ
ବନ୍ଦୀ ହେଇକି ରହିଯାଉଛନ୍ତି। ତ ଆକ୍ଚୁଆଲି ଆପଣ ଆକୁ କେମିତି ଦେଖୁଛନ୍ତି ବା ଆର ଠିକ୍ ନଜରିଆଟା କ'ଣ? ଦେଖନ୍ତୁ, ଗୋଟେ ଛୁଆ ଯେତେବେଳେ ଜନ୍ମ ହେଇକିରି ବଡ଼ ହୁଏ, ସେଥିରେ ପରିବାର ଏବଂ ସମାଜ ର ଅଜାଣତରେ ତା ମନ ଭିତରେ ଛାପ ଚାଲିଥାଏ, ପ୍ରିଣ୍ଟ ହେଉଥାଏ। ତେଣୁ ମୁଁ ମୁଖ୍ୟତଃ କହିବାକୁ ଚାହିଁବି ଯେ ବଡ଼ମାନେ ହିଁ ସାନମାନଙ୍କୁ ଆଜି ଏଭଳି ସ୍ଥିତିରେ ଛାଡ଼ି ଦେଇଛନ୍ତି। ଆମେ ସେମାନଙ୍କୁ ସମୟ ଦେଇନାହିଁ। ଆଉ ଯେଉଁ ପ୍ରଶ୍ନଟା କଲେ ଯେ ଆପଣ ପ୍ରେମ, ପ୍ରଣୟ, ଆକର୍ଷଣ, ପ୍ରେମ ଶାଶ୍ୱତ, ଯେଉଁଠି ଖାଣ୍ଟି ଓଡ଼ିଆରେ କହିବାକୁ ଗଲେ ଯେ ଆମେ ଭଲ ପାଉ, କିଏ ମନା କରୁଛି ଭଲ ପାଇବା ପାଇଁ, କିନ୍ତୁ ଭଲ ପାଇବା ଲୋକ କେବେ ଦୁଃଖ ପାଇବନି। ଭଲ ପାଇବାରେ ଦୁଃଖ ନଥାଏ, ଦୁଃଖ କେଉଁଠି ଥାଏ? ଆକର୍ଷଣରେ। କାହିଁକିନା ସେଇ ଜିନିଷଟା ମୋର ଦରକାର, ସେଇଟା ନହେଲେ ଆମଙ୍କର ଦୁଃଖ ହେଇଯାଉଛି, ସେଇଟା ଆକର୍ଷଣ। ପ୍ରେମରେ କେବେ ଦୁଃଖ ନଥାଏ, ପ୍ରେମରେ କେବଳ ଆନନ୍ଦ, ଯଦି ପ୍ରକୃତିରେ ଭଲ ପାଉଛ। ପ୍ରେମଟା ପ୍ରଣୟରେ ପରିଣତ ହେଇପାରେ, ନ ବି ହେଇପାରେ। ପ୍ରଣୟ ବି ଶାଶ୍ୱତ, କାରଣ ଆମେ ସମସ୍ତେ ଅମୃତ ସନ୍ତାନ, ଆମେ ସବୁ ଭଗବାନଙ୍କର ହିଁ ବଂଶଧର। ତେଣୁ ପ୍ରଣୟ ବି ଶାଶ୍ୱତ। କିନ୍ତୁ ପ୍ରଣୟଟା ଯେ ପ୍ରେମରେ ପରିଣତ ହେବ ସେ କଥା କୁହାଯାଇପାରିବନି, କି ପ୍ରେମଟା ଯେ ପ୍ରଣୟରେ ପରିଣତ ହେବ ସେ କଥା ବି କୁହାଯାଇପାରିବନି। କିନ୍ତୁ ଏକଥା ନିଶ୍ଚିତ ଭାବରେ କୁହାଯାଇପାରିବ, ଯିଏ ପ୍ରେମ କରୁଛି ସିଏ କେବେ ଦୁଃଖୀ ହେଇପାରିବ ନାହିଁ, କି କେବେ ଆତ୍ମହତ୍ୟା କରିବ। ଆତ୍ମହତ୍ୟା କରିବା ଗୋଷ୍ଠୀ ହେଉଛନ୍ତି ଯେଉଁମାନେ ଆକର୍ଷିତ, ବାହାରର ଜିନିଷଟାକୁ, ଶରୀରଟାକୁ ଦେଖିକିରି ଯେଉଁମାନେ ଆକର୍ଷିତ ହେଉଛନ୍ତି। କିନ୍ତୁ ଶରୀର ଭିତରେ ଯେ ରହିଛି ଭଗବାନ କି ମଣିଷର ଗୁଣ, ସେଇଟାକୁ ସେମାନେ ଦେଖିପାରୁନାହାନ୍ତି। ତେଣୁ ଦୁଃଖ ପାଉଛନ୍ତି। ଆମ ସମାଜରେ ଗୁଡ଼ାଏ ଆତ୍ମହତ୍ୟାର ଶିକାର ହେଉଛନ୍ତି, ଯେଉଁଟାକି ଭାରି ଦୁଃଖଦାୟକ। ସେଥିପାଇଁ ଆମର ସମସ୍ତଙ୍କର କର୍ତ୍ତବ୍ୟ ରହିଛି ଏବଂ ଶିକ୍ଷା ପଦ୍ଧତିରେ ପରିବର୍ତ୍ତନ ଆସିବାର ବହୁତ ଆବଶ୍ୟକତା ରହିଛି ଏବଂ କୋ ଏଜୁକେସନ୍ର ବହୁତ ଆବଶ୍ୟକତା ରହିଛି। ଏବଂ ଏ ବିଷୟରେ ପ୍ରେମ, ପ୍ରଣୟ ଏବଂ ଆକର୍ଷଣ ଆକୁ ଗୋଟେ ସିଲାବସ୍ ଭିତରେ ବି ଆକୁ ରଖିବାର ଆବଶ୍ୟକତା ହେଇଗଲାଣି। ନିହାତି। କାରଣ ଲୋକ ଏଇଟାକୁ ଏଇଟାକୁ ଜାଣିପାରୁନାହାନ୍ତି, ଯେଉଁଥିପାଇଁ କି ଏସବୁ ଘଟଣା ଘଟୁଛି। ଆଉ ଗୁଡ଼ାଏ ଅନନେସେସରିଲି କଷ୍ଟ ଆମେ ପାଉଛୁ। ମୁଁ ନିହାତି ଚାହିଁବି ଯେ ବର୍ତ୍ତମାନ ଆମେ ଟିକେ ସମୟ ତଳେ ଯେଉଁ ଜିନିଷରେ କଥା ହେଉଥିଲେ, ଆପଣ ଗୋଟେ ଭଲ ଶ୍ଲୋକ ଉପରେ ତା'ର ଗୋଟେ ଦେଇକି ଯେଉଁଟାକି ବୁଝାଉଥିଲେ, ବର୍ତ୍ତମାନ ମୁଁ ଚାହିଁବି ସେଇ ଜିନିଷଟା ଲୋକମାନେ ମଧ୍ୟ ଜାଣିବା ଆକ୍ଚୁଆଲି ଦରକାର। ଆପଣମାନେ ପ୍ରାୟ ଅଧିକାଂଶ ଆମେ ଦେଖିଛେ କୋଣାର୍କ ମନ୍ଦିର, ଆମର ସୂର୍ଯ୍ୟ ମନ୍ଦିର ଏବଂ ଖାଜୁରା ମନ୍ଦିର, ଭାରତବର୍ଷର ବହୁତ ମନ୍ଦିର ର ଯେଉଁ କାନ୍ଥ ରହିଛି ସେଥିରେ ଗୁଡ଼ାଏ ମୈଥୁନ ଚିତ୍ର ଖୋଦିତ ହେଇଛି, ଯେଉଁଟାକି କିଛି ଲୋକ ଦେଖିକିରି ନ ଦେଖିଲା ଭଳିଆ ହୁଅନ୍ତି, ଏଇଟା ଅଶ୍ଳୀଳ। କିନ୍ତୁ ଯିଏ ସେଇଟାକୁ ଅତିକ୍ରମ କରିକିରି ମନ୍ଦିର ଭିତରକୁ ଯାଏ ସିଏ ହିଁ ଭଗବାନଙ୍କୁ ଦର୍ଶନ କରେ। ସେଇଭଳିଆ ମଣିଷର ଶରୀରଟା ସେଇଭଳିଆ, ଆମେ ଶରୀରଟାକୁ ଦେଖିକିରି ଆକର୍ଷିତ ହେଇଯାଉଛୁ, କିନ୍ତୁ ଶରୀରକୁ ଅତିକ୍ରମ କରିକିରି ଯିଏ ଆମର ଆତ୍ମା ଭିତରେ, ମନ ଭିତରେ ପହଞ୍ଚେ, ସିଏ ହିଁ ଦର୍ଶନ କରିପାରିବ ନା, ସିଏ ହିଁ ଭଲ ପାଇପାରିବ ନା, ନହେଲେ ତ ଦୁଃଖ ପାଇବ। ଯେମିତିକି ଆମର ଇଏରେ ଅଛି ଭଜଗୋବିନ୍ଦମରେ, ନାରୀ ସ୍ତନଭର ନାଭି ଦେଶଂ ଦୃଷ୍ଟ୍ୱା ମାଗା ମୋହାବେଶଂ ଏତନ୍ ମାଂସ ବସାଦି ବିକାରಂ ରସି ଚିନ୍ତୟ ବାରମ୍ବାରମ୍। ସାଧାରଣତଃ ଗୋଟେ ଝିଅଟିଏ ଯେତେବେଳେ ଯୌବନ ପ୍ରାପ୍ତ ହୁଏ,
ଗୋଟେ ଯୁବକ ତାର ସ୍ତନ ଦେଶକୁ ଦେଖିକିରି ଆକର୍ଷିତ ହୁଏ, କିନ୍ତୁ ସ୍ତନଟା କ'ଣ? ମାଂସ ଆଉ ଚର୍ବିର ବିକାର, ଆକାର ନାହିଁ, ସେଇଟା ବିକାର। ଏବଂ ସେଇ ମାଂସ ଚର୍ବିର ବିକାର ଭିତରେ ଆମେ ରହିଯାଉଛୁ। এইটা ବାରମ୍ବାର ଚିନ୍ତା କରିବା କଥା ଯେ ଏଇଟା ହେଉଛି କେବଳ ମାଂସ ଆଉ ଚର୍ବିର ବିକାର। ଗୋଟେ କଙ୍କାଳ ଉପରେ ଏଇଟା ଗୋଟେ ଆସ୍ତରଣ। ତେଣୁ ତାକୁ ଦେଖିକିରି ଆମେ ଆକର୍ଷିତ ହେଇଯାଉଛୁ। ତା ଭିତରେ ଯେଉଁ ଭଗବାନଟି ଅଛି, ଯେଉଁ ଆତ୍ମାଟି ଅଛି, ଯେଉଁ ମନଟି ଅଛି, ତାକୁ ଆମେ ଦେଖୁନୁ। ସେଇଥିଲାଗି ଆମେ ଦୁଃଖ ପାଉଛୁ। ତାହେଲେ ଏହା ମଧ୍ୟ କୁହାଯାଇପାରିବ ଯେତେବେଳେ ମଣିଷ ଆକର୍ଷଣର ଉପରକୁ ଉଠିଯିବ ତାହେଲେ ସେ ପ୍ରେମ ପାଇପାରିବ। ନିଶ୍ଚୟ। ଆକର୍ଷଣଟା ଗୋଟେ ମାଧ୍ୟମ ନୁହଁ ପ୍ରେମ ପାଇଁ। ଆକର୍ଷଣଟା ଗୋଟେ ମାଧ୍ୟମ। ଆମର ଯେମିତି କଥାରେ ଅଛି 16 ସହସ୍ର ଗୋପା ନାରୀ କୃଷ୍ଣଙ୍କୁ ଦେଖି ଯାଆନ୍ତି ଭାଳି। ତାମାନେ କ'ଣ ଗୋପରେ 16 ସହସ୍ର ନାରୀ ଥିଲେ ନା? ଆଉ କ'ଣ କୃଷ୍ଣ ଗୋଟିଏ ହିଁ କୃଷ୍ଣ ଥିଲେ ପୁରୁଷ? ନା, ଆମେ ସମସ୍ତେ ପୁରୁଷ ଏବଂ ନାରୀ ଲିଙ୍ଗ ଭେଦରେ ଆମେ ସମସ୍ତେ ନାରୀ, ସିଏ ଏକମାତ୍ର ପୁରୁଷ। ନିହାତି ସେଥିଲାଗି ଆମେ ତାଙ୍କୁ ପ୍ରେମ କରୁ। ଭଗବାନଙ୍କୁ ପ୍ରେମ କରି ଶିଖିଲେ ଆଉ ଦୁନିଆରେ ଆଉ କିଛି, ସେ ଯେଉଁ ଆନନ୍ଦ ଆଉ କିଛି ତାଠୁ ଅଧିକା ନାହିଁ। ନିହାତି ନିହାତି ଆଜି ଆମେ ବହୁତ ସୁନ୍ଦର ଜିନିଷ କଥା ହେଲା। ଆଣ୍ଡ ଯେଉଁମାନେ ବର୍ତ୍ତମାନ ଆମ ୟୁଥ୍ ଜେନେରେସନ୍ ଯେଉଁଟାକି କନଫ୍ୟୁଜନ୍ ଅଧିକ ରହିଯାଉଛନ୍ତି, ପ୍ରେମ ଆକର୍ଷଣ ଆଉ ପ୍ରଣୟ ଭିତରେ ଯେଉଁ ଛନ୍ଦି ହେଇକି ରହିଯାଉଛନ୍ତି, ଆକ୍ଚୁଆଲ୍ ଜିନିଷଟା ବୁଝିପାରୁନାହାନ୍ତି, ଯେଉଁଟାକି ଆମକୁ ଶିଖେଇ ପାରିବେ ଆମ ପୂର୍ବ ଜେନେରେସନ୍ ହିଁ। ସେଥିପାଇଁ ମୁଁ ସାର୍ଙ୍କ ସହିତ କଥା ହେଲି ଆଣ୍ଡ ଆପଣ ସାର୍ ବହୁତ ସୁନ୍ଦର ଜିନିଷ କହିଲେ। ଆଶା କରୁଛି ଆପଣଙ୍କୁ ଭିଡ଼ିଓଟି ବହୁତ ଭଲ ଲାଗିଥିବ। ଆଣ୍ଡ କାହିଁକିନା ଯେଉଁ ଜିନିଷ ପ୍ରତି ଆମେ ଆକର୍ଷିତ ହେଉଛେ ଆକ୍ଚୁଆଲି ସେ ଜିନିଷ କିଛି ନୁହଁ, ଗୋଟେ ଆମ ରକ୍ତ ମାଂସ ଶରୀର ହିଁ ଗଢ଼ା। ତେଣୁ ନିହାତି କରି ଆପଣ ଜିନିଷ ଯେତେବେଳେ ରିଆଲିଟିଟାକୁ ଜାଣିବେ ସୋ ଦ୍ୟାଟ୍ ଆପଣ ଭିତରେ ଚେଞ୍ଜେସ୍ ନିହାତି ଆସିବ ଆଣ୍ଡ ସମାଜ ମଧ୍ୟ ନିହାତି ପରିବର୍ତ୍ତନ ହେବ। ଆଉ ଯଦି ଆପଣ ସୁଇସାଇଡ଼୍ କରୁଛନ୍ତି, ଡିପ୍ରେସନ୍କୁ ଯାଉଛନ୍ତି, ଯାହା କିଛି ବି କରୁଛନ୍ତି, କେବଳ ଆକର୍ଷଣ ମାତ୍ର, ଆପଣଙ୍କ ଇଚ୍ଛା ରହୁଛି ଜିନିଷଟା ପାଇବା ପାଇଁ, ଜିନିଷ ମିଳୁନି, ତେଣୁ ଆପଣ ଏଇ ଜିନିଷକୁ ଯାଉଛନ୍ତି। ଯଦି ଆକ୍ଚୁଆଲି ଯେତେବେଳେ ଆପଣ ରିଅଲ୍ ପ୍ରେମ କରିବା ଷ୍ଟାର୍ଟ କରିବେ, ଆଇ ଥିଙ୍କ ଏଇ ଜିନିଷ କେବେ ଆସିବ ହିଁ ନାହିଁ। ସୁଇସାଇଡ଼୍ ନା କିଛି ନାହିଁ, ସେଥିରେ ତ ଆନନ୍ଦ ହିଁ ମିଳିଯିବ ସେତେବେଳେ। ତେଣୁ ଭିଡ଼ିଓଟି ନିହାତି ବହୁତ ସୁନ୍ଦର ହେଇଛି ଆଣ୍ଡ ଆଶା କରୁଛି ଆପଣଙ୍କୁ ବହୁତ ଭଲ ଲାଗିଥିବ। ତେଣୁ ଏଇଭଳିଆ ଆଉ ଜଣଙ୍କ ସହିତ କମନ୍ ମ୍ୟାନ୍ ଷ୍ଟୋରି ସହିତ ଆମେ ଆଗାମୀ ଭିଡ଼ିଓରେ କଥା ହେବା। ନମସ୍କାର।